ମା ତା ପରଦିନ ମନ୍ଦିରକୁ ଯାଇ ନନାଙ୍କ ସହିତ କଥା ହୋଇ ଘରେ ଗୋଟିଏ ପୂଜା ରଖିଥିଲେ। ଘରେ ପୂଜା ପାଇଁ ସବୁ ପ୍ରକାର ଆୟୋଜନ ହୋଇସାରିଥିଲା। ମାତ୍ର ଆମକୁ ଗୋଟିଏ ଖରାପ ଖବର ମିଳିଲା। ସେହି ନନାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା। ବାବାଙ୍କୁ କେହି ଜଣେ ଗୋଟିଏ ସିଦ୍ଧ ତାନ୍ତ୍ରିକଙ୍କ କଥା କହିଲେ ଯେ ପ୍ରେତବାଧା ଆଦି ଦୋଷକୁ ତନ୍ତ୍ର ଦ୍ୱାରା ଠିକ୍ କରିଥାନ୍ତି। ବାବା ସେହି ତାନ୍ତ୍ରିକ ପାଖକୁ ଗଲେ। ସେହି ତାନ୍ତ୍ରିକ ବାପାଙ୍କୁ ଦେଖୁ ଦେଖୁ କହିଲେ, ସେ ବହୁତ ଶକ୍ତିଶାଳୀ, ସେ ତୁମ ଝିଅକୁ ମାରିଦେବା ପାଇଁ ବସିଛି। ବାପା ତାଙ୍କୁ ଅନୁରୋଧ କଲେ, ବାବା ଦୟା କରନ୍ତୁ, କିଛି କରନ୍ତୁ, ମୋ ଝିଅକୁ ରକ୍ଷା କରନ୍ତୁ। ସେହି ତାନ୍ତ୍ରିକ କିଛି ସମୟ ଧ୍ୟାନରେ ବସିଲେ। ବାପାଙ୍କୁ ତନ୍ତ୍ର ସାଧନା କରିବା ପାଇଁ କିଛି ସାମଗ୍ରୀ ଆଣିବା ପାଇଁ କହିଲେ। ବାପା ତାଙ୍କୁ ସେହି ସବୁ ସାମଗ୍ରୀ ଆଣିଦେଲେ। ତାନ୍ତ୍ରିକ ବାପାଙ୍କୁ କିଛି ବିଭୂତି ଦେଇ କହିଲେ, ଏ ବିଭୂତି ଝିଅ ମଥାରେ 7 ଦିନ ଯାଏ ଲଗାଇବାକୁ ପଡ଼ିବ। କିଛି ଅଭିମନ୍ତ୍ରିତ ଜଳ ଦେଇ କହିଲେ, ଏହାକୁ 7 ଦିନ ପର୍ଯ୍ୟନ୍ତ ଝିଅ ଯେଉଁ କୋଠରୀରେ ରହୁଛି ସେଠି ଛିଞ୍ଚିବାକୁ ହେବ। କିନ୍ତୁ ଏହି ବିଧିକୁ ମଧ୍ୟରାତ୍ରିରେ କରିବାକୁ ପଡ଼ିବ। ଏହା ଏତେ ସହଜ ନୁହେଁ। ସେ ପ୍ରେତ ଏହି ବିଧି ପୂରଣ କରିବାକୁ ଦେବ ନାହିଁ। ଏହା ସଫଳତା ସହିତ କଲେ ସେ ପ୍ରେତାତ୍ମାର ଶକ୍ତି କିଛି ଦିନ ପାଇଁ କ୍ଷୀଣ ହୋଇଯିବ। ତାପରେ ମୋତେ ଖବର ପଠାଇବ। ମୁଁ ଆସି ଘରୁ ସେ ପ୍ରେତାତ୍ମାକୁ କାଢ଼ିବା ପାଇଁ ଉପାୟ କରିବି। ବାପା ସଙ୍ଗେ ସଙ୍ଗେ ଘରକୁ ଫେରିଲେ। କିନ୍ତୁ ଘରେ ରିଆ ବନ୍ଧା ହୋଇଥିବା ଦଉଡ଼ିକୁ ଛିଣ୍ଡାଇ କେଉଁଆଡ଼େ ଲୁଚି ରହିଥିଲା। ଆମେ ତାକୁ ବହୁତ ଖୋଜାଖୋଜି କଲୁ। ଶେଷରେ ସେ ଉପର ମହଲା କୋଠରୀରେ ରିଆକୁ ବିଛଣା ଉପରେ ଶୋଇଥିବାର ଦେଖିଲୁ। ଆମେ ତାକୁ ଆଣିବା ପାଇଁ କୋଠରୀ ଭିତରକୁ ଯିବା ପାଇଁ ଚେଷ୍ଟା କଲୁ, କିନ୍ତୁ କାୟାର ଆତ୍ମା ଆମକୁ କୋଠରୀ ଭିତରକୁ ପଶିବାକୁ ଦେଲା ନାହିଁ। ରିଆ ହାତରେ ଗୋଟିଏ ଛୁରୀ ଥିଲା। ସେ ସେହି ଛୁରୀରେ ନିଜ ହାତ ଗୋଡ଼କୁ କାଟି ଦେଉଥିଲା। ସତେ ଯେମିତି କାୟା ଆମକୁ କହୁଥିଲା, ତୁମେମାନେ ଯଦି କୋଠରୀ ଭିତରକୁ ଆସିବ, ମୁଁ ଏମିତି ଛୁରୀରେ ରିଆକୁ କାଟୁଥିବି। ବାପା ଅନ୍ୟ ଉପାୟ କିଛି ନ ପାଇ ପୁଣି ଥରେ ସେହି ତାନ୍ତ୍ରିକ ପାଖକୁ ଗଲେ। ତାନ୍ତ୍ରିକ ସାଧନାରେ ବସିଥିଲେ। ବାବା ତାଙ୍କୁ ସବୁ କଥା କହିଲେ। ତାନ୍ତ୍ରିକ କହିଲେ, ଏବେ ସେ ପ୍ରେତାତ୍ମା ଖୁବ୍ ଶକ୍ତିଶାଳୀ ହୋଇସାରିଛି। ମୋତେ ଦେଖି ରାଗରେ ସେ କିଛି ବି କରିପାରିବ। ମୁଁ ତୁମକୁ ଗୋଟିଏ ତାବିଜ ଦେଉଛି। ସେ ତାବିଜ ଧାରଣ କଲେ ସେହି ପ୍ରେତାତ୍ମାକୁ ତୁମେ କିଛି ମାତ୍ରାରେ ପ୍ରତିହତ କରିପାରିବ। ଆଗ ତୁମେ ମୁଁ କହିଥିବା ବିଧିକୁ ପୂରା କର, ତାପରେ 8 ଦିନ ପରେ ମୁଁ ଆସିବି। ବାପା ତାନ୍ତ୍ରିକଠାରୁ ଏହି କଥା ଶୁଣି ଘରକୁ ଫେରି ଆସିଲେ। ବାପା ରିଆ ପାଖକୁ ଗଲେ। ରିଆ ବାପାଙ୍କୁ ଦେଖି ଅନିୟନ୍ତ୍ରିତ ହୋଇପଡ଼ିଲା। ରିଆର ଆଖି ସମ୍ପୂର୍ଣ୍ଣ ଭାବରେ ଧଳା ହୋଇଗଲା। ଚେହେରା ବିକୃତ ହୋଇ ଅତି ଭୟଙ୍କର ଦେଖାଗଲା। ସେ ବାପାଙ୍କୁ ଦାନ୍ତ କଟମଟ କରି ଏକାଲୟରେ ଚାହିଁ ରହିଥିଲା। ଏମିତି ଲାଗୁଥିଲା ବାପା ତା ପାଖକୁ ଗଲେ ସେ ତାଙ୍କୁ ମାରିଦେବ। ବାବା ଯେତେବେଳେ ତା ପାଖକୁ ଯିବା ପାଇଁ ଚେଷ୍ଟା କଲେ, ସେ ସେହି କୋଠରୀରୁ ପଳାଇ ଯିବା ପାଇଁ ଚେଷ୍ଟା କରୁଥିଲା। ବାପା କୋଠରୀର କବାଟ ପାଖରେ ଛିଡ଼ା ହୋଇଥିଲେ। ବାପାଙ୍କ ହାତରେ ବନ୍ଧା ହୋଇଥିବା ତାବିଜକୁ ଦେଖି ରିଆ ତାଙ୍କୁ କିଛି କ୍ଷତି ପହଞ୍ଚାଇ ପାରିନଥିଲା। ବାପା ରିଆ ପାଖକୁ ଯାଇ ତା ମଥାରେ ସେହି ତାନ୍ତ୍ରିକ ଦେଇଥିବା ବିଭୂତିକୁ କପାଳରେ ଲଗାଇ ଦେଲେ। ସେ ବିଭୂତିର ପ୍ରଭାବରେ ରିଆ ବିଲକୁଲ ଶାନ୍ତ ହୋଇ କିଛି ସମୟ ପାଇଁ ଶୋଇପଡ଼ିଲା। ବାପା ତାନ୍ତ୍ରିକଠାରୁ ଆଣିଥିବା ଅଭିମନ୍ତ୍ରିତ ଜଳକୁ କୋଠରୀ ଚାରିପଟେ ଛିଞ୍ଚିଦେଲେ। ରିଆ ନିଦରେ ଥିବା ସମୟରେ ବାପା ତାକୁ ସେହି କୋଠରୀ ଭିତରୁ ନେଇ ଆସିଲେ। ପୁଣି ଥରେ ସେହି କୋଠରୀକୁ ବନ୍ଦ କରି ଦିଆଗଲା। ମା ରିଆ ପାଖରେ ବସିଥିଲେ। ବାପା ତାଙ୍କ ରୁମ୍ରେ ଶୋଇବା ପାଇଁ ଗଲେ। ମୁଁ ମଧ୍ୟ ମୋ ରୁମ୍କୁ ଶୋଇବା ପାଇଁ ଗଲି। ରାତି ପ୍ରାୟ 1 ହେବ। ମାଙ୍କୁ ଏମିତି ଲାଗିଲା ଗୋଟିଏ କେହି ଜଣେ କବାଟ ପାଖରେ ଛିଡ଼ା ହୋଇଛି। ତାର ମୁଣ୍ଡ ନଥିଲା। ସେ ନିଜ ହାତରେ ନିଜ ମୁଣ୍ଡକୁ ଧରିଥିଲା। ତା ଦେହରୁ ରକ୍ତ ପିଚକାରି ଭରି ବାହାରୁଥିଲା। ଅତି ଭୟଙ୍କର ଦେଖାଯାଉଥିଲା ସେ। ମା ଭୟରେ ଅତି ଜୋରରେ ପାଟି କଲେ। ମାଙ୍କ ପାଟି ଶୁଣି ଆମେ ଦୌଡ଼ି ଆସିଲୁ। ମା କାହିଁକି ଏତେ ଜୋରରେ ଚିତ୍କାର କଲା ବୋଲି ପଚାରିବାରୁ ମା କହିଲେ ଯେ ସେ ଏଠି ଛିଡ଼ା ହୋଇଥିଲା। ଅତି ଭୟଙ୍କର ଦେଖାଯାଉଥିଲା। ତା ନିଜ ରକ୍ତରେ ତା ଦେହ ପୁରା ଭିଜି ଯାଇଥିଲା। ଏତିକି କହି ମା ଚେତାଶୂନ୍ୟ ହୋଇ ପଡ଼ିଗଲେ। ତାଙ୍କ ମୁହଁରେ ପାଣି ଛିଞ୍ଚିବା ଦ୍ୱାରା କିଛି ସମୟ ମଧ୍ୟରେ ସେ ଚେତା ଫେରି ପାଇଲେ। କିନ୍ତୁ ମାଙ୍କ ଅବସ୍ଥା ଠିକ୍ ନଥିବାରୁ
ବାପା ତାଙ୍କୁ ଶୋଇବା ପାଇଁ ଅନ୍ୟ ରୁମ୍କୁ ପଠାଇ ନିଜେ ରିୟା ପାଖରେ ବସିଲେ। ମଥାରେ ବିଭୂତି ଲାଗିଥିବାରୁ ବୋଧେ ରିୟା ଶରୀରକୁ କାୟା ସହଜରେ ନିୟନ୍ତ୍ରଣ କରିପାରୁନଥିଲା। ସେଥିପାଇଁ ସେ ମାଆଙ୍କୁ ଭୟଭୀତ କରି ତାଙ୍କ ଦେହରେ ପ୍ରବେଶ କରିବାକୁ ଚାହୁଁଥିଲା। ମା ତା ପରଦିନ ରୋଷେଇ କରୁଥିଲେ। ତାଙ୍କୁ ଲାଗିଲା ଯେମିତି ତାଙ୍କ ପଛରେ କେହି ଜଣେ ଛିଡ଼ା ହୋଇଛି। ସେ ରୋଷେଇ କରିବାରେ ମଗ୍ନ ଥିଲେ। ହଠାତ୍ ତାଙ୍କ ପିଠିରେ କେହି ଜଣେ ଲମ୍ବା ଲମ୍ବା ନଖରେ ଆମ୍ପୁଡ଼ି ଦେଲା। ମା ଚମକି ପଡ଼ି ବୁଲିକି ଦେଖିଲେ, କିନ୍ତୁ ପଛରେ କେହି ନଥିଲେ। ତା ପରଠାରୁ ମାଆଙ୍କୁ ଲାଗିଲା କେହି ଜଣେ ସବୁ ସମୟରେ ତାଙ୍କ ପଛରେ ଛାଇ ପରି ରହୁଛି। ମା ତାକୁ ଅନୁଭବ କରୁଥିଲେ। ମା ରିୟା ପାଇଁ ମଧ୍ୟ ଚିନ୍ତିତ ଥିଲେ, କିନ୍ତୁ ଏବେ ତାଙ୍କୁ ସବୁ ସମୟରେ ଏକ ପ୍ରକାର ଡର ଲାଗି ରହୁଥିଲା। ତାଙ୍କୁ ଅନେକ ସମୟରେ ଭ୍ରମ ମଧ୍ୟ ହେବାକୁ ଲାଗିଲା। ସେ ନିଜକୁ ବେଳେବେଳେ ରୁମ୍ ଭିତରେ ବନ୍ଦ କରି ରଖୁଥିଲେ। ଗୋଟିଏ ଦିନ ରାତିରେ ମା ବିଛଣାରୁ ଉଠି ବାରିପଟରେ ଥିବା ପୁରୁଣା କୂଅ ମୂଳରେ ବସିଥିଲେ। ମୁଁ ଯାଇ ତାଙ୍କୁ ପଛରୁ ଡାକିଲି। ସେ ସେମିତି ବସି ରହିଥିଲେ। ମୁଁ ଅନେକ ଥର ଡାକିଲି, କିନ୍ତୁ ସେ କିଛି ଉତ୍ତର ଦେଲେ ନାହିଁ। ମୋ ମା କହି ତାଙ୍କ ପଛପଟୁ କାନ୍ଧରେ ହାତ ଦେଇ ଡାକିଲାରୁ ସେ ବୁଲି ପଛକୁ ଦେଖିଲେ। ସେ ମୋତେ ବୁଲିକି ଦେଖିଲେ। ତାଙ୍କୁ ଦେଖି ମୁଁ ଭୟଭୀତ ହୋଇଗଲି। ମାଙ୍କର ମୁହଁ ହିଁ ନଥିଲା। ଏହା ଦେଖି ମୋ ହୃଦୟ ସ୍ପନ୍ଦନ ଖୁବ୍ ଜୋରରେ ବଢ଼ିବାକୁ ଲାଗିଲା। ଏମିତି ଲାଗୁଥିଲା ଯେମିତି ମୋ ହୃଦୟ ଛାତିକୁ ଚିରି ବାହାରି ପଡ଼ିବ। ମୁଁ କ୍ଷଣେ ବିଳମ୍ବ ନ କରି ଘର ଭିତରକୁ ଦୌଡ଼ିବାକୁ ଲାଗିଲି। ଘର ଭିତରେ ପଶିଗଲା ପରେ ମୁଁ କବାଟ ବନ୍ଦ କରିଦେଲି। ଟିକେ ନିଶ୍ୱାସ ନେଲି। ମୋ ହୃଦୟର ଗତି ତଥାପି କମି ନଥିଲା। ମୋ ଆଖି ଆଗରେ ଖାଲି ସେହି ଦୃଶ୍ୟ ଭାସି ଯାଉଥିଲା। ମୁଁ ସକାଳ ହେବାକୁ ଚାହିଁ ବସିଥିଲି। ହଠାତ୍ ମୋ ରୁମ୍ର କବାଟକୁ କେହି ବାଡ଼େଇବା ଭଳି ଶବ୍ଦ ହେଲା। ଏହା ଶୁଣି ମୋ ଛାତି ଭିତରେ ଛନକା ପଶିଗଲା। ଖୁବ୍ ଜୋରରେ କେହି ମୋ କବାଟକୁ ବାଡ଼େଇ ଚାଲିଥାଏ। ମୁଁ ଡରି ଡରି ଯାଇ କବାଟ ଖୋଲିଲି। ଦେଖିଲି କେହି କୁଆଡ଼େ ନାହାନ୍ତି। ମୁଁ ପୁଣି ଥରେ ମୋ ରୁମ୍ ଭିତରକୁ ପଶିଯାଇ କବାଟ ବନ୍ଦ କରି ରହିଲି। କିଛି ସମୟ ପରେ ପୁଣି ଥରେ ସେମିତି କେହି ଜଣେ କବାଟ ବାଡ଼େଇବାର ଶବ୍ଦ ହେଲା। କୁକୁରମାନେ କାନ୍ଦିବାକୁ ଲାଗିଥିଲେ। କୁହନ୍ତି କୁକୁରମାନେ ଯେତେବେଳେ ଆଖପାଖରେ କେଉଁ ପରଲୌକିକ ଶକ୍ତିକୁ ଅନୁଭବ କରନ୍ତି, ସେମାନେ କାନ୍ଦି ସମସ୍ତଙ୍କୁ ଚେତାଇ ଦେଇଥାନ୍ତି। ମୁଁ ସକାଳ ହେବା ଯାଏ ଅପେକ୍ଷା କରି ରହିଲି। ଚାହିଁ ଚାହିଁ ରାତି ପାହିଗଲା। ସକାଳ ହେଲା ପରେ ମୁଁ ରୁମ୍ରୁ ବାହାରିଲି। ଦେଖିଲି ମା ରୋଷେଇ ଘରେ ଅଛନ୍ତି। ମୁଁ ତାଙ୍କୁ ଡାକିବା ପାଇଁ ସାହସ କଲି ନାହିଁ। କିଛି ସମୟ ପରେ ମା ମୋତେ ଡାକିକି ପଚାରିଲେ, ଆଜି ଏତେ ଡେରିରେ କାହିଁକି ଉଠିଲୁ? ମୁଁ ଡରରେ କାଲି ରାତିରେ ଯାହା ଘଟିଥିଲା ମୁଁ କହିଲି ନାହିଁ। ମାଙ୍କ ମୁହଁକୁ ଭୟରେ ଦେଖିବାକୁ ଚାହୁଁନଥିଲି। ବାପା ତାଙ୍କ ଅଫିସରୁ ଛୁଟି ନେଇ ଘରେ ରହିଥିଲେ। ପ୍ରତିଦିନ ରାତିରେ ବାପା ସେହି ତାନ୍ତ୍ରିକ କହିଥିବା ବିଧିକୁ କରିଥାନ୍ତି। କାୟାର ପ୍ରଭାବ ରିୟା ଉପରୁ କମିବାକୁ ଲାଗିଲା, କିନ୍ତୁ କାୟାର ଶକ୍ତି କମି ନଥିଲା। ମୁଁ କାଲି ରାତିରେ ଯାହା ସବୁ ଘଟିଥିଲା ସେସବୁ ବାପାଙ୍କୁ କହିଲି। ଯେପର୍ଯ୍ୟନ୍ତ ସବୁ ଠିକ୍ ନ ହୋଇଯାଇଛି, ରାତିରେ ଏକୁଟିଆ ନିଜ ରୁମ୍ରୁ ନ ବାହାରିବା ପାଇଁ ବାପା ମୋତେ ମନା କଲେ। ଦିନ ତ ଯେମିତି ସେମିତି କଟି ଯାଉଥିଲା। ରାତିରେ ଅନେକ ଘଟଣା ଘଟୁଥିଲା, ଯାହା ମନେ ପଡ଼ିଲେ ଏବେ ମଧ୍ୟ ଲୋମ ଟାଙ୍କୁରି ଉଠୁଛି। ମୁଁ ଶୋଇଥିଲି। ହଠାତ୍ ମୋତେ ଲାଗିଲା ଯେମିତି ମୋ ରୁମ୍ରେ କେହି ଜଣେ ଚାଲୁଛି। ମୋ ରୁମ୍ରେ କେହି ଜଣେ ଥିବାର ଅନୁଭୂତି ହେଉଥିଲା, ମାତ୍ର କେହି ଦେଖାଯାଉନଥିଲେ। ମୁଁ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କରୁଥିଲି। ଠିକ୍ ସେହି ସମୟରେ କେହି ଜଣେ ମୋ କାନ ପାଖରେ ଆସି କହିଲା, ସମସ୍ତେ ମରିବ, ମୁଁ ସମସ୍ତଙ୍କୁ ମାରିଦେବି। ମୁଁ ଚମକି ପଡ଼ି ଉଠିଗଲି। ହଠାତ୍ ଦେଖିଲି ପାଖରେ କେହି ନାହାନ୍ତି। ମୋ ଦେହରୁ ଗମ ଗମ ହୋଇ ଝାଳ ବୋହି ଯାଉଥିଲା। ମୋତେ ଶୋଷ ହେଉଥିଲା। ମୁଁ ରୁମ୍ରୁ ବାହାରି ରୋଷେଇ ଘରକୁ ଗଲି। ସେଠୁ ଫ୍ରିଜ୍ରୁ ଗୋଟିଏ ବୋତଲ କାଢ଼ି ଗ୍ଲାସରେ ପାଣି ଢାଳିଲି। ଯେମିତି ମୁହଁ ପାଖକୁ ପାଣି ଗ୍ଲାସଟିକୁ ନେଇ ପିଇବା ପାଇଁ ଚେଷ୍ଟା କଲି। ମୋ ଗ୍ଲାସଟି ଗନ୍ଧ ହେଉଥିଲା। ମୁଁ ଗ୍ଲାସଟିକୁ ଦେଖିଲି, ସେଥିରେ ପାଣି ବୋତଲରେ ରକ୍ତ ଥିଲା। ମୁଁ ଗ୍ଲାସଟିକୁ ଫୋପାଡ଼ି ଦେଲି। ତାହା ଭାଙ୍ଗି ଚୁରଚୁର ହୋଇଗଲା। ତଳେ କିନ୍ତୁ ରକ୍ତ ନଥିଲା, ପାଣି ହିଁ ପଡ଼ିଥିଲା। ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁନଥିଲି। ହଠାତ୍ ମୋ ନଜର ରୋଷେଇ ଘର ଝରକା ଉପରେ ପଡ଼ିଲା। ଝରକାଟି ଖୋଲା ଥିଲା ଏବଂ ବାରିପଟରେ ଥିବା ବଗିଚା ଦେଖାଯାଉଥିଲା।
ମୋତେ ଲାଗିଲା ଆମ ବାରିପଟରେ ଥିବା ତେନ୍ତୁଳି ଗଛ ଡାଳରେ କେହି ଜଣେ ବସିଛି। ମୁଁ ଝରକା ପାଖକୁ ଗଲି। ଜହ୍ନ ଆଲୁଅରେ ମୋତେ ସ୍ପଷ୍ଟ ଦେଖାଯାଉଥିଲା ସେ ଗୋଟିଏ ସ୍ତ୍ରୀ ଲୋକ ଥିଲା। ସେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲା। ବାଳଗୁଡ଼ିକ ଏତେ ଲମ୍ବା ଥିଲା ଯେ ସେ ତେନ୍ତୁଳି ଗଛ ମୂଳ ପର୍ଯ୍ୟନ୍ତ ଓହଳିଥିଲା। ମୁଁ ତାକୁ ଦେଖି ମୌନ ହୋଇ ଠିଆ ହୋଇ ରହିଗଲି। ସେ ମୋତେ ମୁହଁ ବୁଲାଇ ଦେଖିଲା। ତା ଚେହେରା ଜହ୍ନ ଆଲୁଅରେ ସ୍ପଷ୍ଟ ଦେଖାଯାଉଥିଲା। ତା ଚେହେରା ଅତି ସୁନ୍ଦର ଥିଲା। ଏମିତି ଲାଗୁଥିଲା ଯେମିତି କୌଣସି ପରୀ। କିନ୍ତୁ ତା ଚେହେରା ବଦଳିବାକୁ ଲାଗିଲା। ସେ ଭୟଙ୍କର ଦେଖାଗଲା। ମୁଁ ସଙ୍ଗେ ସଙ୍ଗେ ଝରକା ବନ୍ଦ କରି ପଳେଇ ଆସିଲି। କାୟର ଆତ୍ମା ଏବେ ସମସ୍ତଙ୍କୁ ଭୟଭୀତ କରୁଥିଲା। ଆମେ ଅପେକ୍ଷା କରି ରହିଥିଲୁ ତାନ୍ତ୍ରିକ ଆମ ଘରକୁ କେବେ ଆସିବ। ବାବା ପ୍ରତିଦିନ ରାତିରେ ରିୟା ମୁଣ୍ଡରେ ସେହି ବିଭୂତି ଏବଂ ଅଭିମନ୍ତ୍ରିତ ଜଳକୁ ସେ ରହୁଥିବା କୋଠରୀ ଚାରିପଟରେ ଛିଞ୍ଚୁଥିଲେ। ରିୟା ସେ ବିଭୂତି ପ୍ରଭାବରେ ଟିକେ ଶାନ୍ତ ହୋଇଯାଇଥିଲା। କିନ୍ତୁ ରିୟା ଉପରେ ବିପଦ ସମ୍ପୂର୍ଣ୍ଣ ରୂପରେ ଟଳି ନଥିଲା। ଗୋଟିଏ ରାତିରେ ବାପା ଶୋଇଥିଲେ। ରିୟା ଗୋଟିଏ ଧାରୁଆ ଛୁରୀ ନେଇ ବାପାଙ୍କୁ ମାରିବା ପାଇଁ ଆସୁଥିଲା। ଭାଗ୍ୟବଶତଃ ମୁଁ ଦେଖିଦେଲି ଓ ତା ହାତରୁ ଛୁରୀଟିକୁ ଛଡ଼େଇ ନେଇଗଲି। ଏମିତି ଲାଗୁଥିଲା ତା ଦେହ ଉପରେ ତାର କୌଣସି ନିୟନ୍ତ୍ରଣ ନଥିଲା। ତା ପରଠାରୁ ଆମେ ସମସ୍ତେ ଗୋଟିଏ ରୁମ୍ରେ ରହିବା ପାଇଁ ନିଷ୍ପତ୍ତି ନେଲୁ। ବିଶେଷ କରି ରାତି ସମୟରେ ଆମେ ଅଲଗା ରହିବାକୁ ଚାହୁଁନଥିଲୁ। ବାପା ଓ ମୁଁ ରାତି ସମୟରେ ଚାହିଁ ରହିବା ପାଇଁ ନିଷ୍ପତ୍ତି ନେଲୁ। ରାତି ଠିକ୍ 1 ସମୟରେ କୁକୁରମାନଙ୍କ କାନ୍ଦିବା ଆରମ୍ଭ ହୋଇଗଲା। ଏମିତି ଲାଗୁଥିଲା ସେମାନେ ଯେମିତି ଆମ ପାଇଁ କାନ୍ଦୁଛନ୍ତି। ଉପର କୋଠରୀର କବାଟ ଆପେ ଆପେ ବାଡ଼େଇ ହେଉଥାଏ। କବାଟ ବାଡ଼େଇ ହେବାର ଶବ୍ଦ ଏତେ ଜୋରରେ ହେଉଥିଲା ଯେ ଏମିତି ଲାଗୁଥିଲା କାନର ପରଦା ଫାଟିଯିବ। ବାବା ମୋତେ ରୁମ୍ରେ ରହି ରିୟା ପାଖରେ ରହିବା ପାଇଁ କହି କବାଟର ତାଲା ବନ୍ଦ କରିବାକୁ ଗଲେ। କିଛି ସମୟ ପରେ ପୁଣି ଥରେ ସେହି କବାଟ ଖୋଲି ବାଡ଼େଇ ହେବାକୁ ଲାଗିଲା। ତାପରେ ହଠାତ୍ ସବୁ ଶାନ୍ତ ହୋଇଗଲା। କିନ୍ତୁ ପାଉଁଜିର ଶବ୍ଦ ଶୁଣାଗଲା। ଯେମିତି କେହି ଜଣେ ପାହାଚରେ ତଳକୁ ଆସୁଥିଲା ଏବଂ ଉପରକୁ ଯାଉଥିଲା। ଘର ଭିତରେ ଚାରିଆଡ଼େ ଅନ୍ଧାର ହୋଇଗଲା। ବିଜୁଳି ଚାଲିଯାଇଥିଲା। ବହୁତ ଜୋରରେ ବିଜୁଳି ଆଉ ଘଡ଼ଘଡ଼ିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇ ଉଠିଲା। ବାପା ମହମବତୀ ଜଳାଇବାକୁ ଦିଆସିଲ ଖୋଜୁଥିଲେ। ତାଙ୍କ ହାତ ବାଜି ଥାକ ଉପରେ ଥିବା ବିଭୂତି ପୁଡ଼ିଆଟି ତଳେ ପଡ଼ିଗଲା ଓ ବିଭୂତି ଚାରିପଟେ ବିଞ୍ଚି ହୋଇଗଲା। ଠିକ୍ ସେତିକିବେଳେ କାୟାର ବିକଟାଳ ହସ ଶୁଣାଗଲା। ବାପାଙ୍କୁ ଦିଆସିଲ ମିଳିଗଲା। ସେ ଗୋଟିଏ ମହମବତୀ ଜଳାଇଲେ। ଦିଆସିଲ ଆଲୋକରେ ଆମେ ଦେଖିଲୁ ରିୟାର ଚେହେରା ବଦଳି ଯାଇଛି। ସେ ବିକଟାଳ ହସ ହସୁଛି। ଆମେ କିଛି କରିବା ଆଗରୁ ସେ ମାଙ୍କ ଗଳାକୁ ଜୋରରେ ଚିପି ଧରିଲା। ମୁଁ ଓ ବାପା ଛଡ଼େଇବା ପାଇଁ ଚେଷ୍ଟା କରିଲୁ। କିନ୍ତୁ ସେତେବେଳକୁ ରିୟାର ଶକ୍ତି ଆମ ଦୁହିଁଙ୍କଠାରୁ ଅଧିକ ଥିଲା। ଶେଷରେ ବାପା ଅଭିମନ୍ତ୍ରିତ ଜଳକୁ ରିୟା ଉପରେ ଛିଞ୍ଚି ଦେବାରୁ ରିୟା ମାକୁ ଛାଡ଼ି ଦେଇଥିଲା। ରିୟାର ହାତ ଗୋଡ଼କୁ ପୁଣି ଥରେ ବାନ୍ଧି ଦିଆଗଲା। ରିୟା ରାଗରେ ଗର୍ଜନ କରୁଥିଲା। ବେଳେବେଳେ ଅଟ୍ଟହାସ ସହିତ ଦାନ୍ତ କଡ଼ମଡ଼ କରୁଥିଲା। କାୟର ଆତ୍ମାର ପ୍ରଭାବରେ ରିୟାର ସ୍ୱର ଅତି କର୍କଶ ହୋଇଯାଇଥିଲା। ରିୟା ମୁଁ ସମସ୍ତଙ୍କୁ ମାରିଦେବି କହି ଅନିୟନ୍ତ୍ରିତ ହୋଇପଡ଼ୁଥିଲା। କିଛି ସମୟ ପରେ ରିୟା ଶାନ୍ତ ହୋଇ ବିଛଣାରେ ପଡ଼ି ରହିଲା। ବାପା ପୁଣି ଥରେ ସେହି ତାନ୍ତ୍ରିକଙ୍କ ପାଖକୁ ଗଲେ ଏବଂ ରାତିରେ ଘଟିଥିବା ସବୁ କଥା କହିଲେ। କିନ୍ତୁ ସେହି ତାନ୍ତ୍ରିକ ତାଙ୍କ ସାଧନା ଆଉ 3 ଦିନ ବାକି ଅଛି ବୋଲି କହିଲେ। ତା ଆଗରୁ ସେ ପ୍ରେତାତ୍ମାର ସମ୍ମୁଖୀନ ହେଲେ ତାକୁ କାବୁ କରିବା ଅସମ୍ଭବ ହେବ। ଆପଣ 3 ଦିନ ଜଗି ରୁହନ୍ତୁ। ବିଶେଷ କରି ଝିଅ ଉପରେ ନଜର ରଖନ୍ତୁ। ବାବା ତାନ୍ତ୍ରିକ ପାଖରୁ ଚାଲି ଆସିଲେ। ଆମେ ଘରର ଚାକରମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ କହିଦେଲୁ। ରାତି ପ୍ରାୟ 12ଟା ହେବ। ମା ରୁମ୍ ବାହାରକୁ ଚାଲିଗଲେ। ମୁଁ ତାଙ୍କୁ ପଛରୁ ଡାକିଲି। ସେ ନ ଶୁଣି ଘର ବାହାରକୁ ଚାଲିଗଲେ। ମୁଁ ବାପାଙ୍କୁ ଡାକିଲି। ଚାକରମାନଙ୍କୁ ରିୟାକୁ ଜଗିବାକୁ କହି ଆମେ ମାଙ୍କ ପଛେ ପଛେ ଚାଲିଲୁ। ମା କ୍ଷିପ୍ର ଗତିରେ ଚାଲୁଥିଲେ। ଆମେ ମାଙ୍କୁ ଅଟକାଇବା ପାଇଁ ତାଙ୍କ ପଛରେ ଧାଇଁଲୁ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ତାଙ୍କ ପାଖକୁ ମଧ୍ୟ ପହଞ୍ଚି ପାରୁନଥିଲୁ। ରାତିର ଅନ୍ଧାରରେ ଏମିତି ଲାଗୁଥିଲା ସେ ଯେମିତି ଚାଲୁନାହାନ୍ତି, ସତରେ ଉଡ଼ୁଛନ୍ତି।
କିଛି ସମୟ ପରେ ମା ଗୋଟିଏ ମଶାଣି ପାଖରେ ପହଞ୍ଚିଲେ। ସେହି ମଶାଣିରେ ଅନେକ ଶବ ଦାହ ହେଉଥିଲା। ସେ ସ୍ଥାନରେ ବିଭିନ୍ନ ପ୍ରକାର ଶବ୍ଦ ହେଉଥିଲା, କିନ୍ତୁ ମାଆଙ୍କୁ କୌଣସି ପ୍ରକାରର ଭୟ ଲାଗୁଥିଲା ପରି ପ୍ରତୀତ ହେଉନଥିଲା। ସେ ଏକା ଆଗକୁ ମାଡ଼ି ଚାଲୁଥାନ୍ତେ। ରାତିରେ ମଶାଣିକୁ ଯିବା କଥା ଚିନ୍ତା କଲେ ମଧ୍ୟ ଭୟ ମାଡ଼ି ଆସେ। ଚାରିଆଡ଼େ ଅନ୍ଧାର, କିନ୍ତୁ ଦୂରରେ ଜଳୁଥିବା ଜୁଇ ଏବଂ କୁକୁରମାନଙ୍କର କାନ୍ଦିବାର ଶବ୍ଦ ପରିବେଶକୁ ଭୟଙ୍କର କରୁଥିଲା। ଏହି ସମୟରେ ପବନ ଜୋରରେ ବହିବାକୁ ଲାଗିଲା। ମା ଆମଠାରୁ ଅଳ୍ପ ଦୂରରେ ଥିଲେ। ସେ କିଛି ଗୋଟିଏ ଖୋଜୁଥିଲେ। ସେ ଗୋଟିଏ ଛୋଟ ଛୁଆଟିର ଶବକୁ ଖୋଜି ବାହାର କଲେ ଏବଂ ତାକୁ ନିଜ ନଖରେ ଚିରି ଦେଇ ତା ମାଂସକୁ ଖାଇବାକୁ ଲାଗିଲେ। ଏହି ଦୃଶ୍ୟ ଅତ୍ୟନ୍ତ ଲୋମହର୍ଷଣକାରୀ ଥିଲା। ଆମେ ମାଙ୍କ ଏହି ରୂପ ଦେଖି ତାଙ୍କ ପାଖକୁ ଯିବାକୁ ସାହସ କଲୁନି। ଆମେ ଯେତିକି ଆଶ୍ଚର୍ଯ୍ୟ ହେଉଥିଲୁ, ସେତିକି ଭୟଭୀତ ମଧ୍ୟ ହେଉଥିଲୁ। ମା ସେଠି ଜଳୁଥିବା ଜୁଇମାନଙ୍କ ପାଖରେ ଛିଡ଼ା ହୋଇ କାହା ସହିତ ଅନେକ ସମୟ ଧରି କଥା ହେଉଥିଲେ। ଆମେ ଗୋଟିଏ ଅସ୍ୱସ୍ଥ ଗଛ ମୂଳେ ଲୁଚି ଏସବୁ ଦେଖୁଥିଲୁ। ମାଙ୍କୁ କାୟାର ଆତ୍ମା ସମ୍ପୂର୍ଣ୍ଣ ଭାବରେ ନିଜ ବଶୀଭୂତ କରିସାରିଥିଲା। ମା ସେହି ମଶାଣି ପାଖରେ ଥିବା ବରଗଛ ପାଖକୁ ଯାଇ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ। ସେତେବେଳକୁ ସକାଳ ହେବାକୁ ଥାଏ। ଆମେ ମାଙ୍କୁ ବହୁତ ଖୋଜିଲୁ, କିନ୍ତୁ କେଉଁଠି ନ ପାଇ ଶେଷରେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲୁ। ରିୟାକୁ ମଧ୍ୟ ଆମେ ଏତେ ସମୟ ଛାଡ଼ିବାକୁ ଚାହୁଁନଥିଲୁ। ଆମେ ଘରେ ପହଞ୍ଚିଲା ବେଳକୁ ସକାଳ ହୋଇଯାଇଥିଲା। ବାପା ଓ ମୁଁ ଘରେ ପହଞ୍ଚିଲା ବେଳେ ଦେଖିଲୁ ମା ବେଡରୁମ୍ରେ ଶୋଇଥିଲେ ଏବଂ ରିୟା ମଧ୍ୟ ତାଙ୍କ ପାଖରେ ଶୋଇଥିଲା। ମାଙ୍କୁ ଘରେ ଦେଖି ଆମେ ଆଶ୍ୱସ୍ତି ହେଲୁ। କାଲି ରାତିରେ ସେ ମଶାଣିରେ ଯାହା ସବୁ ଦେଖିଥିଲୁ, ତାହା ସତ ଥିଲା ନା ସେ ପ୍ରେତର ଛଳନା ଆମେ ବୁଝିପାରୁନଥିଲୁ। ବାପା ଓ ମୁଁ ରାତି ସାରା ଅନିଦ୍ରା ରହି କ୍ଳାନ୍ତ ହୋଇପଡ଼ିଥିଲୁ। ବାପା ମୋତେ ଟିକେ ବିଶ୍ରାମ କରିବା ପାଇଁ କହି ନିଜେ ପୁଣି ଥରେ ସେହି ତାନ୍ତ୍ରିକ ପାଖକୁ ଗଲେ। ବାପା ତାନ୍ତ୍ରିକକୁ କାଲି ରାତିରେ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ଅବଗତ କଲେ। ତାନ୍ତ୍ରିକ କହିଲେ ସେ ପ୍ରେତ ଏମିତି ଅନେକ ଭ୍ରମ ସୃଷ୍ଟି କରି ସେ ଘରେ ରହୁଥିବା ସମସ୍ତ ଲୋକଙ୍କ ମାନସିକ ଅବସ୍ଥାକୁ ଦୁର୍ବଳ କରିବ। ମାନସିକ ରୂପେ ଦୁର୍ବଳ ଲୋକମାନଙ୍କୁ ସେ ସହଜରେ ନିଜର ଶିକାର କରିପାରିବ। ଆପଣମାନେ ଯାହା ହେଲେ ମଧ୍ୟ ରାତି ସମୟରେ ଘରେ ହିଁ ରୁହନ୍ତୁ।